ସାନ ଭଉଣୀ କହିଲା ଭାଇ ମୁଁ ତ ଉପରେ ଶୋଇବି, ମୋର ମେନସ୍ ଡେଟ୍ ଅଛି। ଏହି ଘଟଣାଟି ମୋ ଜୀବନର ଏକ ସତ ଘଟଣା। ପ୍ରଥମେ ମୁଁ ମୋ ପରିଚୟ କହିଦିଏ। ମୋ ନାଁ ପ୍ରମୋଦ, ମୋ ଘର କଟକ ଜିଲ୍ଲାର ଏକ ନିପଟ ମଫସଲ ଗାଁରେ। ମୋ ବାପା ଜଣେ ଚାଷୀ। ମୋର 4 ଭଉଣୀ ଓ ମୁଁ ଗୋଟେ ଭାଇ। ମୁଁ ସଭା ବଡ଼ ଓ ମୋ 4 ଭଉଣୀ ମୋଠାରୁ ସାନ। ମୋଠାରୁ ମୋ ତଳ ଭଉଣୀ, ଲିନା, 1 ବର୍ଷ ସାନ, ତା ତଳ ଭଉଣୀ, ଲିମା, ମୋଠାରୁ 2 ବର୍ଷ, ତା ତଳ ଭଉଣୀ, ଲିଜା, ମୋଠାରୁ 3 ବର୍ଷ ଓ ସଭା ସାନ ଭଉଣୀ, ଲିସା, ମୋଠାରୁ 5 ବର୍ଷ ସାନ। ମୁଁ ଗୋଟେ ପୁଅ ହେଇଥିବାରୁ ମୋତେ ବାପା ବୋଉ ଓ ମୋ ଭଉଣୀମାନେ ବହୁତ ଗେହ୍ଲା କରନ୍ତି। ଏହି ଘଟଣା ବେଳେ ମୁଁ +2 ପ୍ରଥମ ବର୍ଷରେ ପଢୁଥିଲି। ସେହି ସମୟରେ ଲିନା 10ମରେ, ଲିମା 9ମରେ, ଲିଜା 8ମରେ ଓ ଲିସା 6ଠ କ୍ଲାସରେ ପଢୁଥିଲେ। ପ୍ରଥମେ ମୋ କଥା କହୁଛି। ମୁଁ ଦେଖିବାକୁ ବହୁତ ସୁନ୍ଦର, ମୋର ଉଚ୍ଚତା 5 ଫୁଟ 5 ଇଞ୍ଚ ଓ ଗୋରା, କିନ୍ତୁ ମୁଁ ବହୁତ ଲାଜକୁଳା, ତେଣୁ ମୁଁ କାହା ସାଙ୍ଗରେ ସହଜରେ ମିଶି ପାରେନି। ମୋ ସହିତ ଝିଅମାନେ ମିଶିବାକୁ ଚାହୁଁଥିଲେ ବି ମୁଁ ସେମାନଙ୍କ ସହିତ ମିଶି ପାରେନି। ଘରେ କିନ୍ତୁ ମୁଁ ମୋ ଭଉଣୀମାନଙ୍କ ସହ ପୁରା ଫ୍ରି। ସେମାନେ ମୋ ସହ ପୁରା ଫ୍ରିରେ ମିଶନ୍ତି। ଲିନା ଦେଖିବାକୁ ବହୁତ ସୁନ୍ଦର ଓ 10ମ କ୍ଲାସ ବେଳକୁ ତା ତରଭୁଜ 32 ସାଇଜର ହେଇଥାଏ। ଲିମାର ବି ସେତେବେଳକୁ 30 ସାଇଜର ତରଭୁଜ ହେଇଥାଏ। ଲିଜାର ବି ସେତେବେଳକୁ 30 ଓ ଲିସାରେ ବି 28 ସାଇଜର ତରଭୁଜ ହେଇଥାଏ। ମୋ 4 ଭଉଣୀ ଯାକ ସେତେବେଳକୁ ମାଚୁରିଟି ପାଇଁ ସାରିଥାନ୍ତି। ଆମେ ସମସ୍ତେ ମିଶିକରି ଗୋଟେ ଘରେ ଶୋଇ, ଯେହେତୁ ଆମର 2 ବଖରା ଘର। ଗୋଟେ ଘରେ ମୁଁ, ମୋ ଭଉଣୀମାନେ ଓ ବୋଉ ଶୋଉ ଏବଂ ଅନ୍ୟ ଘରେ ମୋ ବାପା ଶୁଅନ୍ତି। ବାପା ଯେଉଁ ଘରେ ଶୁଅନ୍ତି ସେ ଘରେ ଆମର ସବୁ ଧାନ, ଚାଉଳ ଓ ବିରି ମୁଗ ରଖା ଯାଇଥାଏ। ଆମେ ଶୋଇଲା ବେଳେ ବୋଉର ଗୋଟେ ପଟେ ମୁଁ ଶୁଏ ଓ ଅନ୍ୟ ପଟେ ମୋ ଭଉଣୀମାନେ ଶୁଅନ୍ତି। ଦିନେ ରାତିରେ ମୋ ହାତ କିଏ ଟାଣୁଥିବାରୁ ଓ ପ୍ୟାଣ୍ଟରେ ଲାଗୁଥିବାରୁ ମୋ ନିଦ ଭାଙ୍ଗିଗଲା। ମୁଁ ଦେଖିଲି ଲିନା ମୋ ପାଖରେ ଶୋଇଛି ଓ ମୋ ହାତକୁ ନେଇ ତା ତରଭୁଜରେ ମାଡୁଛି ଓ ଅନ୍ୟ ହାତରେ ମୋ ପ୍ୟାଣ୍ଟ ଉପରେ ମୋ ମୂଳାକୁ ସଲସଲ କରୁଛି। ମୋ ନିଦ ଭାଙ୍ଗି ଯିବା ଦେଖି ଲିନା ନ ଜାଣିଲା ପରି ଶୋଇ ପଡ଼ିଲା। ମୁଁ ଲିନାକୁ ହାତକୁ ହଲେଇ କିଛି ପଚାରିବା ପୂର୍ବରୁ ସେ ମୋ ପାଟିରେ ହାତ ଦେଇଦେଲା ଓ ମୋ କାନ ପାଖରେ ଆସ୍ତେ କହିଲା, ଭାଇ ଚାଲ ଦେଖିବା ବାପା ବୋଉ କେମିତି ଗିହାଁ ହଉଛନ୍ତି। ସେ ମୋତେ ଟାଣି ଟାଣି ନେଲା କାନ୍ଥରେ ଥିବା ଗୋଟେ କଣା ପାଖକୁ, ଯୋଉଟାକି 2 ଘର ମଝିରେ ଥିବା କାନ୍ଥରେ ଥିଲା। ମୁଁ କଣାରେ ଚାହିଁଲା ବେଳକୁ ବୋଉ ବାପାଙ୍କ ଗୋଡ଼ ପଟକୁ ମୁଣ୍ଡ କରି ବାପାଙ୍କ ଉପରେ ଶୋଇ ତାଙ୍କ ମୂଳା ଚୁଚୁମୁଛି ଓ ବାପା ବୋଉର ଗୁମ୍ଫା ଚୁଚୁମୁଛନ୍ତି ଓ ତାଙ୍କ 2 ହାତରେ ବୋଉର 38 ସାଇଜର ତରଭୁଜ 2ଟାକୁ ଚିପୁଛନ୍ତି। ମୁଁ ଲିନାକୁ ପଚାରିଲି, ତୁ ଏତେ କଥା କେମିତି ଜାଣିଲୁ? ସେ କହିଲା, ମୁଁ ଆଗରୁ ବହୁତ ଥର ବାପା ବୋଉ ଗିହାଁ ହବାର ଦେଖିଛି। ସେ ପୁଣି କହିଲା, ମୁଁ କେତେ ଥର ପୁରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବି ଦେଖିଛି। ତେଣୁ ମୁଁ ଆଉ ସମ୍ଭାଳି ପାରୁନି, ଚାଲ ତୋର ମୋର ବି ଏମିତି ଗିହାଁ ହବା। ମୁଁ ତାକୁ କହିଲି, ବୋଉ ଯଦି ପଳେଇ ଆସିବ? ସେ କହିଲା, ବୋଉ ଏବେ ଆସିବନି, ସେ ରାତି 2ଟା ପରେ ଆସିବ। ମୁଁ କଣାରେ ଦେଖୁଥିବା ସମୟରେ ଲିନା ମୋ ପ୍ୟାଣ୍ଟ ଉପରେ ମୋ ମୂଳାକୁ ଧରି ତଳ ଉପର କରୁଥାଏ। ମୁଁ ସେତେବେଳକୁ ଟିକେ ହିଟ ହେଲିଣି ମୋ ବାପା ବୋଉଙ୍କ ଗିହାଁ ଦେଖି। ତାପରେ ଲିନାର ମୋର, ଆମେ ଶୋଉଥିବା ଜାଗାକୁ ଆସିଲୁ ଓ ଲିନା ତାର ସବୁ ଡ୍ରେସ ଓ ଇନର ଖୋଲି ପୁରା ଅନକଟ ହେଇ ପଡ଼ିଲା। ତାର ଗୋରା ତକ ତକ ଓ ପୁରା ଚିକ୍ନ ତରଭୁଜ ଓ ତା ଗୁମ୍ଫାରେ ଛୋଟ ଛୋଟ ବାଲା ଗଜୁରି ଥାଏ। ମୁଁ ଆଗରୁ କେବେ କୋଉ ଝିଅର କି ଲିନାର ତରଭୁଜ କି ଗୁମ୍ଫା ଦେଖି ନଥିଲି, ତେଣୁ ମୋ ହିଟ ଆହୁରି ବଢ଼ିଗଲା। ମୁଁ ସଙ୍ଗେ ସଙ୍ଗେ ସମ୍ଭାଳି ନପାରି ଲିନାକୁ କୁଣ୍ଡେଇ ଧରି ତା ଓଠକୁ ମୋ ଓଠରେ ମିଶେଇ ଚୁଚୁମିଲି ଓ ତା ତରଭୁଜ 2ଟାକୁ ମୋ 2 ହାତରେ ଚିପିବାକୁ ଲାଗିଲି। ଏହା ଦେଖି ଲିନା କହିଲା, ଭାଇ ତୁ ବି ତୋର ସବୁ ଡ୍ରେସ ଖୋଲିଦେ ଓ ମୁଁ ବି ତା କଥା ଅନୁସାରେ ମୋର ସବୁ ଡ୍ରେସ ଖୋଲିଦେଇ ପୁରା ଅନକଟ ହେଇ ପଡ଼ିଲି। ମୋ ଡ୍ରେସ ଖୋଲିଲା ବେଳକୁ ମୋ ମୂଳା ପୁରା 90 ଡିଗ୍ରୀରେ ଠିଆ ହେଲା। ଲିନା ସଙ୍ଗେ ସଙ୍ଗେ ଆଣ୍ଠେଇ ପଡ଼ି ମୋ ମୂଳାକୁ ତା ପାଟିରେ ପୁରେଇ ଆଇସ୍କ୍ରିମ ପରି ଚୁଚୁମିବା ଆରମ୍ଭ କଲା। ମୋ ମୂଳା ଆଗରୁ କେବେ କୌଣସି ଝିଅ ଦେଖି ନଥିଲେ କି କୋଉ ଝିଅର ହାତ କି ପାଟି ମୋ ମୂଳାରେ ଲାଗି ନଥିଲା। ତେଣୁ ମୋ ଦେହରେ ଗୋଟେ ଶିହରଣ ଖେଳିଗଲା ଓ ମୋତେ ବହୁତ ମଜା ବି ଲାଗୁଥିଲା। ତେଣୁ ମୁଁ ଲିନାକୁ କିଛି କହି ପାରୁ ନଥାଏ। ଏମିତି 10 ମିନିଟ ଚୁଚୁମିବା ପରେ ଲିନା କହିଲା, ଭାଇ ତୁ ମୋ ତରଭୁଜ ଭୁଣ୍ଡିକୁ ଚୁଚୁମେ। ତାପରେ ମୁଁ ଲିନା ତରଭୁଜକୁ ଦଳିଲି ଓ କିଛି ସମୟ ପରେ ତା ତରଭୁଜ ଭୁଣ୍ଡିକୁ ଚୁଚୁମିଲି। ମୋର ଏସବୁ ପ୍ରଥମ ଥର ହେଇଥିବାରୁ ମୋତେ ବହୁତ ମଜା ଲାଗୁଥାଏ। ତେଣୁ ଲିନା ଯେମିତି କହୁଥାଏ ମୁଁ ସେମିତି କରୁଥାଏ। ଏମିତି 10-15 ମିନିଟ କଲା ପରେ ଲିନା କହିଲା, ଭାଇ ତୁ ଶୋ, ମୁଁ ତୋ ଉପରେ ଶୋଇବି, ବାପା ବୋଉ ଯେମିତି ହଉଥିଲେ ଆମେ ସେମିତି ହବା। ତାପରେ ମୁଁ ଶୋଇଲି ଓ ଲିନା ମୋ ଉପରେ ମୋ ମୂଳା ପାଖକୁ ତା ପାଟି ଓ ମୋ ପାଟି ପାଖକୁ ତା ଗୁମ୍ଫା ରଖି ଶୋଇଲା ଓ ମୋତେ କହିଲା, ଭାଇ ତୋ ଜିଭରେ ମୋ ଗୁମ୍ଫାକୁ ଚାଟ ଓ ତୋ 2 ହାତରେ ମୋ 2 ତରଭୁଜକୁ ଚିପି ଓ ତରଭୁଜ ଭୁଣ୍ଡିକୁ ବେଳେ ବେଳେ ରଗଡ଼। ଲିନା ଯେମିତି କହିଲା ମୁଁ ସେମିତି କଲି ଓ ସେ ମୋ 8 ଇଞ୍ଚ ମୂଳାକୁ ତା ପାଟି ଭିତରକୁ ନେଇ ଚୁଚୁମିଲା। ସେ ବେଳେ ବେଳେ ତା ଜିଭ ଅଗରେ ମୋ ମୂଳା ଅଗରେ ଥିବା କଣାକୁ ସଲ ସଲ କରୁଥାଏ। ସେ ସମୟରେ ମୋ ଦେହରେ କରେଣ୍ଟ ମାରିଲା ପରି ଲାଗୁଥାଏ। ଲିନା କହିଲା, ଭାଇ ତୋ ମୂଳାରୁ ନାଳୁଆ ନାଳୁଆ ପାଣି ବାହାରୁଛି ଓ ମୁଁ ତାକୁ ସବୁ ଚୁଚୁମି ଚୁଚୁମି ଖାଇଦେଉଛି।
ସେତେବେଳକୁ ଲିନା ଗୁମ୍ଫାରୁ ବି ନାଳୁଆ ନାଳୁଆ ପାଣି ବାହାରୁଥାଏ ଓ ମୁଁ ତାକୁ ଚାଟି ସଫା କରିଦିଏ। ଏମିତି 15 ମିନିଟ୍ ଚାଲିଲା। ସେତେବେଳକୁ ମୁଁ ପୁରା ହିଟ୍ ହେଇଗଲିଣି ଓ ସେ ସମୟରେ ଲିନା କହିଲା ଭାଇ ମୋର ତ ମୂଳା ମୋ ଗୁମ୍ଫାରେ ପୁରେଇବା ପାଇଁ ଜୋରରେ ଇଚ୍ଛା ହେଲାଣି, ମୁଁ ଆଉ ସମ୍ଭାଳି ପାରୁନି। ମୁଁ ବି ତା କଥାରେ ରାଜି ହେଇଗଲି। ତାପରେ ଲିନା ମୋ ଉପରୁ ଉଠିପଡ଼ିଲା ଓ କହିଲା ଭାଇ ମୁଁ ଶୋଉଛି ତୁ ମୋ ଗୁମ୍ଫାରେ ତୋ ମୂଳା ପୁରା। ସେ ତଳେ ଶୋଇଲା, ଆମେ ସମସ୍ତେ ତଳେ ସପପ ରିସୁ ଓ ତା ଜଙ୍ଘ ମେଲେଇ ଓ ତା ଗୁମ୍ଫା ଓଠକୁ ଦି ହାତରେ ମେଲେଇ କହିଲା ଭାଇ ତୁ ତୋ ମୂଳା ମୋ ଗୁମ୍ଫାରେ ପୁରା। ମୁଁ ଆଗରୁ କେବେ ଗୁମ୍ଫା ଭିତର ଦେଖି ନଥିଲି। ଲିନାର ଗୋରା ତକ ତକ ଦେହ ହେଲେ ତା ଗୁମ୍ଫା ଭିତର ପଟ ଓଠ ଚାରି ପଟ ଇସତ କଳା ଥାଏ ଓ ତାପରେ ଗୁମ୍ଫା ଭିତରକୁ ଗାଢ଼ ଗୋଲାପୀ ଦେଖା ଯାଉଥାଏ। ଲିନା କହିଲା ଭାଇ ଆଗ ତୋ ମୂଳାର ଅଗନାଲି ତକ ଆସ୍ତେ ଆସ୍ତେ ପୁରେଇବୁ ସେତକ ପଶିଲା ପରେ ଜୋରରେ ତୋ ମୂଳା ଏକ ଥରକେ ମୋ ଗୁମ୍ଫା ଭିତରକୁ ପୁରେଇବୁ। ତୋ ମୂଳା ମୋ ଗୁମ୍ଫାରେ ପୁରା ପଶିଲା ପରେ ମୋ ଗୁମ୍ଫାରୁ ଓ ତୋ ମୂଳାରୁ ରକ୍ତ ବାହାରିବ ସେଥିରେ ତୁ ଡରିଯିବୁନି, ତୁ ତୋ ମୂଳାକୁ ଭିତର ବାହାର କରି ମୋତେ ଗେହନିବୁ। ମୁଁ ଲିନାକୁ ପଚାରିଲି ତୁ ଏତେ କଥା କେମିତି ଜାଣିଲୁ ସେ କହିଲା, ବୋଉ ଥରେ ତା ସିନ୍ଦୁକରୁ ତା ଶାଢ଼ୀ ଆଣିବା ପାଇଁ କହିଥିଲା, ମୁଁ ତା ଶାଢ଼ୀ ଆଣିବା ବେଳେ ତା ଭିତରେ ଗୋଟେ ବହି ଥିଲା, ସେ ବହିରେ ଏସବୁ ଲେଖା ଥିଲା, ଆମେ ଚାରି ଭଉଣୀ ସେ ବହି ପଢ଼ିଛୁ। ତୋ ମୂଳା ପ୍ରଥମେ ମୋ ଗୁମ୍ଫାରେ ପଶୁଥିବାରୁ ମୋର ସତୀ ଛଦ ଛିଣ୍ଡିଯିବ ତେଣୁ ରକ୍ତ ବାହାରିବ ଓ ତୋର ମୂଳା ଶିର ଟିକେ ଛିଣ୍ଡିଯିବ ଓ ସେଥିରୁ ରକ୍ତ ବାହାରିବ ଓ ୟାପରେ ଆଉ ଯେତେ ଥର ଗେହିଲେ ବି ରକ୍ତ ବାହାରିବନି। ତାପରେ ମୁଁ ମୋ ମୂଳା ଲିନା ଗୁମ୍ଫା ମୁହଁରେ ଲଗେଇ ଆସ୍ତେ ଆସ୍ତେ ପୁରେଇଲି। ମୋ ମୂଳାର ନାଲି ଟୋପି ତକ ପଶିଲା ଓ ଆଉ ପଶିଲା ନାହିଁ। ମୁଁ ଲିନାକୁ ପଚାରିଲି ଯେ ଆଉ ପଶୁ ନାହିଁ। ଲିନା ବହୁତ ଚାଲାକ ଓ ବୁଝିବାର ଝିଅ, ତେଣୁ ସେ କହିଲା ଭାଇ ତୁ ଜୋରରେ ଗୋଟେ ଷ୍ଟ୍ରୋକ୍ ଦେ ଯେ ତୋ ମୂଳା ଯେମିତି ମୂଳ ପର୍ଯ୍ୟନ୍ତ ପଶିଯିବ। ମୁଁ ତା କଥା ଅନୁସାରେ ଗୋଟେ ହାର୍ଡ ଷ୍ଟ୍ରୋକ୍ ଦେଲି, ମୋ ମୂଳା ପୁରା ମୂଳ ପର୍ଯ୍ୟନ୍ତ ଲିନା ଗୁମ୍ଫାରେ ପଶିଗଲା। ମୋତେ ଏତେ କଷ୍ଟ ହେଲା ଯେ ମୋ ଆଖିରୁ ଦ୍ୱିଧାର ଲୁହ ବୋହିଗଲା। ସେମିତି ମୋ ଭଉଣୀ ଲିନା ଆଖିରୁ ବି ଦ୍ୱିଧାର ଲୁହ ବୋହିଗଲା କିନ୍ତୁ ସେ ଟିକିଏ ବି ପାଟି କଲା ନାହିଁ। ଲିନା ଏଥର କହିଲା ଭାଇ ତୁ ଏଥର ମୋ ଓଠକୁ ଚୁଚୁମି ଓ ତୋ ହାତରେ ମୋ ତରଭୁଜକୁ ଚିପି ଓ ରଗଡ଼ି ଆଗ ଆସ୍ତେ ଆସ୍ତେ 4-5 ଥର ଗେହେଁ ତାପରେ ଜୋରରେ ଜୋରରେ ଗେହିବୁ ମଜା ଲାଗିବ। ମୁଁ ତା କଥା ମୁତାବକ ଆଗ ଆସ୍ତେ ଆସ୍ତେ ଓ ପରେ ଜୋରରେ ଜୋରରେ ଗେହିଲି। ମୋର ଏଇଟା ପ୍ରଥମ ଘିନ୍ନା ହୋଇଥିବାରୁ ମୋତେ ଭାରି ମଜା ଲାଗୁଥାଏ। ଲିନା ମୋତେ କୁଣ୍ଡାଇ ଧରି ଭାଇ ମୋତେ ଜୋରରେ ଗେହେଁ, ମୋ ଗୁମ୍ଫା ପଟେଇ ଦେ କହୁଥାଏ। ମୁଁ ପୁରା ଫୁଲ୍ ସ୍ପିଡରେ ଗେହୁଥାଏ। ଏମିତି 15-20 ମିନିଟ୍ ଗେହିବା ପରେ ତା ଗୁମ୍ଫା ଭିତରେ ମୋ ମୂଳା ଥାଇ ମୋର ସବୁ ପାଣି ତା ଗୁମ୍ଫା ଭିତରେ ବାହାରିଗଲା। ମୁଁ ଲିନାକୁ ପଚାରିଲି ଯେ ତୋ ପେଟରେ ପିଲା ହେଇଯିବ। ସେ କହିଲା ନା ଭାଇ ତୁ କିଛି ଡର ନା ମୋର କ ଲିମେନସ୍ ଡେଟ୍ ଅଛି, ତେଣୁ ମୋ ପେଟରେ ପିଲା ରହିବନି, ଯଦି ବା ରହିଲା ସେ ବହିରେ ଗୋଟେ ମେଡିସିନ ନା ଲେଖା ଅଛି ତାକୁ ଖାଇଲେ ଆବରସନ ହେଇଯିବ। ଲିନା କହିଲା ଭାଇ ତୁ ମୋ ଜୀବନର ପ୍ରଥମ ପୁରୁଷ, ଆଉ ଯାହାକୁ ମୁଁ ବାହା ହେବି ସେ ମୋର ଦ୍ୱିତୀୟ ପୁରୁଷ। ଲିନା କହିଲା ଭାଇ ଆଜିଠାରୁ ମୁଁ ବାହା ହେଲା ପର୍ଯ୍ୟନ୍ତ ମୁଁ ଆଉ କାହାର ହେବିନି ତୋର ହେଇ ରହିବି ଓ ବାହା ହେଲା ପରେ ମୋ ସ୍ୱାମୀର। ତେଣୁ ଆମ ଘର କଥା ଆମ ଘରେ ରହିବ, ଆମେ ସିନା ବାହାରେ ଯାହା କଲେ ବାପାଙ୍କର ନାଁ ପଡ଼ିବ ତେଣୁ ଆମେ ଆଜିଠାରୁ ବାହାରେ କାହା ସହ କିଛି କରିବାନି। ଏହି ସମୟରେ ଲିନା ମୋତେ କୁଣ୍ଡେଇ ଶୋଇଥାଏ ଓ ମୋ ଓଠ ଓ ମଥାରେ ଚୁମା ଦେଉଥାଏ। ସେଦିନ ରାତିରେ ଆମେ, ଲିନା ଓ ମୁଁ, ଆହୁରି 2 ଥର ଗେହାଁ ଗେହିଁ ହେଲୁ।